ମୋ ମମି ସେଠି ବସିଛି, ତୁ ସେଠି କଥା ହଉଥା, ମୁଁ ଆସୁଛି ଟିକେ। ଆଉ ଭଲ ଅଛୁ? ହଁ ଆଣ୍ଟି ବହୁତ ଭଲ ଅଛି। ତୋ ଦେହ ଭଲ ହେଲାଣି? ମୋ ଦେହ ହଁ ଭଲ ଅଛି ତ। ତୋ ଦେହ ଭଲ ନଥିଲା, ତୁ କଣ ଡାଇରିଆରେ ଯାଇ ମେଡିକାଲରେ ପଡିଥିଲୁ, ସେ 5 ଦିନ ଯାଇକି ତୋ ପାଖରେ ଥିଲା। ଭଲ ହେଲାଣି? ହଁ ଆଣ୍ଟି ଭଲ ହେଇଛି। ଭଲ ହେଇଛି? ହଁ ବା ଆଜିକାଲି ଯାହା ହେଲାଣି ପରିସ୍ଥିତି, ଦେହ ଭାରି ଖରାପ। ହଁ କାମ ସରିଲାଣି? ମା କାମ ସରିଲାଣି ଆଣ୍ଟି। ତୋ ଜେଜେମା ବା ଚାଲି ଯାଇଥିଲେ 10 କାମରେ, ବା ଝିଅ ଯାଇଥିଲା 3 ଦିନ ରହିକିନା ଆସିଲା ତୋ ଘରେ। ଆଚ୍ଛା ହଁ ସରିଗଲାଣି ଆଣ୍ଟି। ସରିଲାଣି? ଆଜ୍ଞା। ଆଉ ତମର ବା କଣ ଏକ୍ଜାମ ପାଇଁ 500 ଟଙ୍କା ଦରକାର ଥିଲା? ଏକ୍ସାମ ଆଣ୍ଟି? ଏକ୍ଜାମ ବା କଣ ଏବେ ଥିଲା, 500 ଟଙ୍କା ଦରକାର ଥିଲା, ତୁ ବା କଣ ଘରୁ 3000 ଟଙ୍କା ନେଇଛୁ, ମତେ ଝିଅ ଆସି କହୁଥିଲା। ଆଜ୍ଞା ସେ ଆଉ କଣ କହିଛି? ଏମିତି ଘରେ ମିଛ କଥା କୁହନ୍ତିନି, ମୋ ଝିଅ ସବୁ ସତ କଥା କୁହେ। ମୋ ଝିଅ ଭଳିଆ ଝିଅ ନାହିଁ, ତୁ କଣ ତମ ଭଉଣୀ ଘରକୁ ଆସିଲାଣି? ଭଉଣୀ କୁଆଡେ ଯାଇଥିଲା ଆଣ୍ଟି? ଭଉଣୀ ବା କୁଆଡେ ପଳେଇଥିଲା, ତାକୁ ତମେ ଖୋଜିକି ପାଉନଥିଲ, ସେ ବା 3 ଦିନ କାଳ ଯାଇକିନା ସେଠି ତୋ ସାଙ୍ଗରେ ଖୋଜୁଥିଲା। ଘରକୁ ଆସିଲା ବେଳକୁ ଶୁଖିକି କଳା କାଠ। ହଁ ଆଣ୍ଟି ଆମେ ତାକୁ ଖୋଜିକି ନେଇ ଆସିଲୁ। ଆଣିଲଣି? ଆଜ୍ଞା ଆଣ୍ଟି ଆଉ କଣ କହିଛୁ? ଏତେ ବଢିଆ ବଢିଆ କଥା ସବୁ ମୋ ନାଁରେ କହିଛୁ, କଣ କଣ କହିଛୁ? ବୋଉ ସାଙ୍ଗରେ କି କଥା ହଉଛୁ ବା? ତୁ ଯୋଉ ବହୁତ ସୁନ୍ଦର ସୁନ୍ଦର କଥା କହିଲୁ ମୋ ନାଁରେ, ଆଣ୍ଟିଙ୍କର ମୋର ସେଇ କଥା ସବୁ କଥା ହଉଥିଲୁ। ମୁଁ ତାକୁ ସେଇ କଥା କହୁଥିଲି, ତା ଯୋଉ ଭଉଣୀ ଯୋଉ ପଳେଇଥିଲା, ତୁ ଯାଇକିନା ଥିଲୁ ଖୁକି କଳା କାଠ ପଡି ଯାଇଥିଲୁ, ମୁଁ ସେଇ କଥା କହୁଥିଲି। ହେ ଭଗବାନ।